गुड मॉर्निंग गाइस। तो वेलकम टू अनदर न्यू ब्लॉग। बहुत खरा आज हो नहीं छता मानिक आम जा रूम पाखु पहुँचा को पाखापाखि 2 मिनिट लगे, 2-3 मिनिट लगे। जब जोरे दौड़िकी पड़ेबू तब तो 1 मिनिट लगे। आमर प्रेयर क्लास अटेंडेंस नियाहोची आपण मानकर नियाहोची कि नहीं कमेंट करेंगे। हाँ हाँ से आम टे जहाँ लेट्रे आसलु एवं 10टा पूर्व जा पहुँचुँ केवल प्रेयर क्लास अटेंडेंस। कॉलेज गला बेले ये दुकान हूँ सब गोटे डिस्ट्राक्शन। देखिए भितर पशा को इंटरेस्ट लगे लेट है बैग्रे कुरकुरी अच्छी आइसक्रीम भी खाइबा ना आसला ये दुकान हूँ डिस्ट्राक्शन दुकान। अच्छे भैया सेकेंड पीरियड चलती अटेंडेंस आम कितु ओएसटीडी प्रीवियस ईयर क्वेश्चन देखु नरसिंह कारण आम नर रूपसिंह सिंह नर सेकेंड पीरियड चलती आने भोक लगे लुचि लुचि कर मेथड क्लास चलती ग्रुप क्रिएट हो प्रेजेंटेशन हम मंडे पचार कौ मैंने कौ बेसीस तुम मैंने ग्रुप हम केमी ग्रुप क्रिएट कर आम कह कि मैम आम बाय चॉइस ग्रुप माने आम जो 3 जन बसुँ आम 3 जन गोटे ग्रुप गाइस फोर्थ पीरियड चलती मो वीडियो ऑन न करके फोन टाक रखी ना वीडियो ऑन होना कि फोन रखी एटा हमारा पॉलिटिकल मेथड क्लास चलती आमर भी 4टा क्लास सरला मैं टायर्ड हो गलु खाई टायर्ड कड़े जाऊ खाइबी पीरियड समस्त कला आम ए खाइबा अरे समस्त जानी ब्लॉग कर हसना लाज आलू चकटा ये श्रावण मास डिस्टेंस मेंटेन कर बस मोर ये प्लेट देख बेंच ऊपर से बस खाए जो जो जहाँ कंफर्टेबल आप देखते मुझे बस मतलब भल लगे आम मिस सॉरी मिसेस खाऊन पखाड़ आलू चकटा आज हाँ आज स्पेशल भजा खटा
ଆଚାର ମିକ୍ସଚର ମିକ୍ସଚର ପଡ଼ିଯିବ ଆଳୁ ଚକଟାରେ ଆଉ ଟିକେ ପିଆଜ ମୁଁ ପୁରା ଘର ଆମର ହେଇଯାଉଛି। ସବୁ ବ୍ଲଗ୍ ଦେଖି ସେ ବ୍ଲଗ୍ ଦେଖି ଶିଖିଗଲାଣି ହେଲା। ଏବେ ଆସି କଲେଜରେ ପହଞ୍ଚିଗଲା ମୋଟା ଟିକେ ଖୋଲ ନା ଆମର ସତରେ ବେଲ୍ଟ ହେଇଗଲାଣି ତମେ ଖା ନା ଏଇଟା ଖାଇସାରିଲା ପରେ ଏଇଟା ହେଟେ ଆମେ ଖାଇଦେବୁ। ପିଲା ଅଟକି ପାରିଲାନି ଭାବିଲା ଆମେ ଖାଇଦେବା। ଛୋଟ ପିଲା ବି ଏମିତି ଖୋଲିବେନି ସେ ଯୋଉ ଖୋଲୁଛି ଦେଖନ୍ତୁ ଟିକେ। କହିଲା ମୁଁ ଟିକେ ଲେଟ୍ କଲେ ମୁଁ ଆଇସ୍କ୍ରିମ୍ ମାନେ ଖାଇଦେବେ ଖୋଲି ଖାଇଦିଏ। ଆପଣ ବେଲ୍ଟ ହେଇଗଲାଣି ଧର ଦୁଇଟା ବାଜିବ ଦୁଇଟା ହେଇଗଲାଣି ଗୋଟେ ଚିକନ ହେଇଛି ସେଟା ଲେଟ୍ ଆରେ ହଁ ଦୁଇଟା ବାଜିଗଲାଣି। ମୁଁ ବି ଜାଣିଥିଲି କୋଉଠି ଅଛି ଆଗର ୱାଓ ସତରେ ମୋ ନିଦଟା ଭାଙ୍ଗିଗଲା ଏତେବେଳେ ମୋ ନିଦ ଭାଙ୍ଗିଛି। ତମ ଆଇସ୍କ୍ରିମ୍ଟା ରହିଗଲା ଥରେ ବେଲ୍ଟ ହେଇଗଲା ଚାଟି ଦଉନୁ ଚାଲୁ ଲଞ୍ଚ ପରେ ଆମର କ୍ଲାସ୍ ଷ୍ଟାର୍ଟ। ସକାଳ 6 ଥର ରେଜଲ୍ଟ ଚାଲିଛି। ଏମାନଙ୍କ ଅବସ୍ଥା ଟିକେ ଦେଖନ୍ତୁ, ଏମାନଙ୍କ ଆଖିକି ଦେଖନ୍ତୁ ଭଲସେ ଜାଣିପାରିବେ ନିଦ ଲାଗୁଛି କି ନାହିଁ। ଇଏ ମୋତେ ମାଗୁଛି ମାଛି ବିଷ ନହେଲେ ମଶା ବିଷ ଟିକେ ଦିଅ ନାଇଁ ସରି ମାଛି ବିଷ ନହେଲେ ମୂଷା ବିଷ ଟିକେ ଦିଅ ମୁଁ ପିଇକି ମରିବି କିନ୍ତୁ ଆଉ ବିଏଡ଼୍ କରିବିନି। ନିଦ ଲାଗୁଛି ଏତେ ସମୟ ବସିଲା ବେଳକୁ। ତୁ କି ବିଷ ପିଇବୁ? ମାଛି ବିଷ ସେ ମାଛି ବିଷ ପିଇବ ଇଏ ମୂଷା ବିଷ ପିଇବ ମୁଁ ଗଛପତ୍ରରେ ପଡ଼ୁଥିବା ବିଷ ପିଇବି ବାଇଗଣ ବିଷ କିନ୍ତୁ ବିଏଡ଼୍ ଆଉ କରିପାରିବିନି। ଆଖି ପୁରା ଫୁଲିଗଲା ମାନେ ନିଦ ଦେଲେ। ଗାଇଜ ଆମର ଏବେ କ୍ଲାସ୍ ସରିଯାଇଛି ଆମେ ଏବେ ଯାଉଛୁ ରୁମ୍କୁ। ଦିଦି କୁଆଡ଼େ ଗଲେ? ଭାବୁଛନ୍ତି କି ଆମେ ଯେଉଁ ଖାଲି ଖାଇକି ଭିଡ଼ିଓ କରୁଛୁ ସମସ୍ତେ କହୁଛନ୍ତି ବିଏଡ଼୍ କରିବାଟା ଇଜି କିଛି ବି କଷ୍ଟ ନାହିଁ ଏମିତି ଏନ୍ଜୟ କରୁଛ। ଆପଣମାନେ କେବଳ 5 ମିନିଟ୍ର ଭିଡ଼ିଓ ଦେଖୁଛନ୍ତି ଖରାଟା ପଡ଼ିଲା କେତେବେଳେ ଫ୍ରି ମିଳିଲେ ଆମେ ଭିଡ଼ିଓ କରିଦେଉଛୁ କିନ୍ତୁ ସତରେ ହେଲା କି କ୍ଲାସ୍ରେ ଫୋନ୍ ଆଲାଉ ନାହିଁ। କେତେବେଳେ ଟିକେ ଯଦି ଫ୍ରି ମିଳେ ରିଲାକ୍ସ ମିଳେ ତ ଆମେ କରିଦେଉ। ଆପଣମାନେ ଭାବନ୍ତୁ 10ଟାରୁ 5ଟା ଏତେ ସମୟ ବସିବାର ପେସେନ୍ସ ନଥିବ ବି। 10ଟାରୁ 5ଟା ବସିଲା ବେଳେ ଆମ ମାନେ ଅଣ୍ଟା ପିଠି ମୁଣ୍ଡ ସବୁ ଖରାପ ହେଇଯାଉଛି। ଏଇଠି ଗଲା ପରେ ପୁରା ଟାୟାର୍ଡ଼ ହେଇକି ଖାଲି ଶୋଉଛୁ। ଆପଣ କିନ୍ତୁ ଭାବୁଛନ୍ତି କି ଖାଉଛନ୍ତି ମାନେ ଏନ୍ଜୟ କରୁଛନ୍ତି ଭିଡ଼ିଓ କରୁଛନ୍ତି ମାନେ ଏନ୍ଜୟ କରୁଛନ୍ତି। ଆପଣମାନେ କେତେ 2-3 ମିନିଟ୍ର ଭିଡ଼ିଓ ଆମେ ଦେଖୁଛନ୍ତି ସେଇଟା ପାଞ୍ଚ କେତେ କଷ୍ଟରେ ମିନିଟ୍ର। କରୁଛୁ ସେଇଟା କେବଳ ଆମେ ହିଁ ଜାଣୁଛୁ। ଆଉ କାହାର ଦେଖିପାରୁଛନ୍ତି ନଳିନ ଦେବର କେହି ବି ଭିଡ଼ିଓ କରିବାର କାହିଁକି ନା ସେତିକି ହିଁ ଡିଫିକଲ୍ଟ ଏସବୁ କରିବା। ଆପଣମାନେ ସେଇଟା ବୁଝୁନାହାନ୍ତି ଏମିତି ଏନ୍ଜୟ କରୁଛନ୍ତି କ୍ଲାସ୍ରେ ଏଇଆ କରୁଛନ୍ତି ସେଇଆ କରୁଛନ୍ତି। ଗୋଟେ କ୍ଲାସ୍ 45 ମିନିଟ୍ ହେଲାଣି 45 ମିନିଟ୍ରେ ଆମେ 10 ସେକେଣ୍ଡର ବି କି 1 ମିନିଟ୍ ଭିତରେ ହିଁ ଭିଡ଼ିଓ କରୁ। ହଉ ଯାହା ଭାବୁଛନ୍ତି ଭାବନ୍ତୁ ଆସିଲେ ନିଜେ ଯେତେବେଳେ ଆସିବେ ଜାଣିବେ। ହଉ ରହୁଛୁ ଟାଟା।